excuse me if you don't understand Odia, but I want to speak in Odia today in my mother tongue. So ଆଜି ଭାଇ ଭଉଣୀମାନେ ଆମେମାନେ ଟିକେ ଭାବିବା ପ୍ରଭୁଙ୍କ ହୃଦୟ ବିଷୟରେ। ପ୍ରଭୁ ଆମକୁ କାହିଁକି ବନେଇଲେ? ମୁଁ ଆପଣଙ୍କୁ ମୋର ବହୁତ ଗୁଡ଼ା ସର୍ମନରେ ଅଲରେଡ଼ି କହିସାରିଲିଣି କି ପ୍ରଭୁ କ'ଣ ରେସ୍ପନ୍ସିବିଲିଟି ଆଦମ ହେବାକୁ ଦେଇଥିଲେ, କ'ଣ ପାଇଁକି ଆଦମକୁ ବନେଇଥିଲେ। ଆଦମ ସେ ଜିନିଷଟା ମୋ ମାଇଣ୍ଡରେ ବହୁତ ବହୁତ ଚାଲିଛି। ଆଉ ସେ ଜିନିଷଟା ହେଲା ପ୍ରଭୁ କାହିଁକି ସୃଷ୍ଟି କଲେ? ସୃଷ୍ଟି କ୍ରିଏସନ୍। ପ୍ରଭୁ ଗୋଟେ ସୁନ୍ଦର ପୃଥିବୀ ସୃଷ୍ଟି କଲେ, ଆଉ ସେ ପୃଥିବୀରେ ମନୁଷ୍ୟକୁ ସୃଷ୍ଟି କଲେ। ଆଉ ପ୍ରଭୁ ଚାହାନ୍ତି କି ଆମେ ତାଙ୍କର ବାଧ୍ୟ ହେଉ, ଆମେ ତାଙ୍କର ପ୍ରଶଂସା କରୁ। ଯେତେବେଳେ ଆମେ ଗୋଟେ ଜିନିଷ ଭାଇ ଭଉଣୀମାନେ ତିଆରି କରୁ, ଆପଣ ଭାବିଛନ୍ତି ଆପଣ ଯେତେବେଳେ ଗୋଟେ ଡ୍ରଇଂ ବନାନ୍ତି, ଆପଣ ଯେତେବେଳେ ଖାଇବାର ବନାନ୍ତି, ଆପଣ ଯେତେବେଳେ କିଛି ଗୋଟେ ଜିନିଷ ବନାନ୍ତି, ଆପଣଙ୍କୁ ଇଚ୍ଛା ହୁଏ ନା କି ଆପଣଙ୍କର କିଏ ଗୋଟେ ପ୍ରଶଂସା କରୁ? ଇଚ୍ଛା ହୁଏ ନା ଆପଣଙ୍କର? ଈଶ୍ୱର ଠିକ୍ ଚାହାନ୍ତି ସେମିତି ଆମେ ତାଙ୍କ ପ୍ରଶଂସା ଆମର କରୁ। ଈଶ୍ୱରଙ୍କର ବି ଇଚ୍ଛା କି ଆମେ ତାଙ୍କର କିଛି ନୁହଁ, ସେ ଆମକୁ ସବୁ କିଛି ଦେଇଦେଲେ। ଆମ ଜୀବନ ସେ ଆମକୁ ଦେଲେ, ଆମର ସବୁ କିଛି ସେ ଆମକୁ ଦେଲେ। ଆଉ ସେ ଆମକୁ କ'ଣ ଚାହାନ୍ତି କି ଆମେ ତାଙ୍କର ଟିକେ ପ୍ରଶଂସା କରୁ ଭାଇ ଭଉଣୀମାନେ। କି କିନ୍ତୁ ଆଜି ଆଦମ ହବା କ'ଣ କଲେ? ଆମେ ଜାଣିଛୁ କି ଆଦମକୁ ବନେଇଲା ପରେ ଯେଉଁ ଗୋଟିଏ କଥା ପ୍ରଭୁ ତାକୁ କହିଥିଲେ, ତୁ ଦେଖ ଏ ଗୋଟିଏ ଗଛର ଫଳ ଖାଇବୁନି, କିନ୍ତୁ ସେ ସେଇଆ କଲା। ସେ ସେଇ ଗଛର ଫଳ ହବା ତାକୁ ଭୁଲେଇଲା, ଆଉ ସେ ସେଇ ଗଛର ଫଳ ଖାଇଲା। ଆଉ ପ୍ରଭୁଙ୍କ ମନ ସେଇଠି ଭାଙ୍ଗିଗଲା। ସେଇଠୁ ପ୍ରଭୁ କହିଥିଲେ ଏଇଟା ତୁ ଖାଇବୁ, ସତ୍ ସତ୍ ଜ୍ଞାନଦାୟକ ବୃକ୍ଷ, ଏଇଟା ଖାଇଲା ପରେ ମୃତ୍ୟୁ ପଶିଲା। ଆଉ ତାପରେ ଆମ ଶରୀର ମୃତ୍ୟୁରେ ପରିବର୍ତ୍ତନ ହେଲା। ଆଉ ପ୍ରଭୁ ତଥାପି ଏତେ ପ୍ରେମମୟ ଈଶ୍ୱର ସେ ତାଙ୍କ ପୁଅକୁ ପଠେଇଲେ, ଯିଏକି ମୃତ୍ୟୁକୁ ଜୟ କଲା। ସେ ହେଉଛନ୍ତି ଆମର ମୃତ୍ୟୁଞ୍ଜୟ ଈଶ୍ୱର। କେତେ 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 ପ୍ରେମମୟ ଈଶ୍ୱର ସେ ଆମର, ଆପଣ ଟିକେ ଭାବି ଦେଖନ୍ତୁ। ମୁଁ ଆପଣଙ୍କୁ ଆଜି ମୋର ଏଇ ସର୍ମନରେ ଆପଣଙ୍କୁ କେତେଟା ବାଇବଲର ବହୁତ ନିଗୁଡ଼ ତତ୍ତ୍ୱ, ବହୁତ ଆସାନ କଥାରେ ଆପଣଙ୍କୁ ବୁଝେଇବି। ଆମ ବାଇବଲରେ ପ୍ରଭୁ ନୂତନ ନିୟମ ଦେଇଛନ୍ତି, ଆଉ ନୂତନ ନିୟମରେ ପୁରାତନ ନିୟମ ଭଳିଆ ଏତେ ଜିନିଷ, ଏତେ କମ୍ପ୍ଲିକେଟେଡ୍ ଜିନିଷ ନାହିଁ। ଏତେ ପର୍ବ, ଏତେ ଏତେ ବଳି ପ୍ରଥା କିଛି ନାହିଁ। ନୂତନ ନିୟମରେ ପ୍ରଭୁ ସବୁକିଛି ନୂତନ କରିଛନ୍ତି। ପ୍ରଭୁ ବହୁତ ସିମ୍ପଲ ସିମ୍ପଲ ଜିନିଷ ଆମକୁ କହିଛନ୍ତି। ଆଉ ଆମେ ହୁଏତ ବାଇବଲ ପଢିଛୁ, ଜାଣିଛୁ, କିନ୍ତୁ ଆମେମାନେ ସେଇ ଛୋଟ ଛୋଟ ଜିନିଷକୁ ହୁଏତ ବହୁତ ଥର ନଜରଅନ୍ଦାଜ କରିଦେଉଛୁ। ଆମେ ପ୍ରତ୍ୟେକ ଦିନ ଗୋଟେ ଜିନିଷ କହୁ, କିନ୍ତୁ ଆମେ ଭୁଲି ଯାଉଛୁ। ମୁଁ ଆପଣଙ୍କୁ ସେଇ ଜିନିଷରେ ଆପଣମାନଙ୍କୁ କହିବି କି ମୁଁ ଆଜି କହିଲା ପରେ ଆପଣ ଟିକେ ଯାଇକି ଭାବନ୍ତୁ ଏଇ ସବୁ ଛୋଟ ଛୋଟ ଜିନିଷ ବାଇବଲର, ଯୋଉଟା ଆମେ ପ୍ରତ୍ୟେକ ଦିନ କହୁଛୁ କିନ୍ତୁ ଆମେ କାମରେ କେବେ ବି ଆଣୁନୁ ଭାଇ ଭଉଣୀମାନେ। ଆମେ ପ୍ରଥମ ଜିନିଷ ଆପଣ ଜାଣିଥିବେ, ଆମେ ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା କହୁ। ଆପଣ ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତାର ୱାର୍ଡିଂ ଗୁଡ଼ାକ ଜାଣିଛନ୍ତି ନା? କ'ଣ ଆମେ କେବେ ଭାବିଛୁ ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତାରେ ସବୁ କିଛି ଅଛି? ଏତେ ସୁନ୍ଦର ଭାବରେ ପ୍ରଭୁ ଆମକୁ ପ୍ରଭୁଙ୍କ ପ୍ରାର୍ଥନା ଶିଖେଇ ଦେଲେ, କିନ୍ତୁ ଆମେମାନେ ତଥାପି ଶତ୍ରୁକୁ କ୍ଷମା କରିପାରୁନୁ। ସିଏ ଆମର ସବୁ ପାପ କ୍ଷମା କରିଦେଲେ। ଆମ୍ଭେମାନେ ଯେପରି ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ତୁମ୍ଭେ ଆପଣ ଅପରାଧୀମାନଙ୍କୁ କ୍ଷମା କର। କରୁଛୁ ଆମେ? ମୋତେ ଲାଗୁନି। ଆମେମାନେ ଦୋଷକୁ ଧରି ରଖୁଛୁ, ମରିଲା ପର୍ଯ୍ୟନ୍ତ ବି ଧରି ରଖୁଛୁ ଆମେମାନେ ଦୋଷକୁ। ସିଏ ମୋ ସାଙ୍ଗରେ ସେମିତି କଲା, ସିଏ ମୋ ସାଙ୍ଗରେ ଏମିତି କଲା। ଆମେ ପ୍ରଭୁଙ୍କ ସହିତ କେତେ କ'ଣ କରିଦେଲୁ। ସେତେବେଳକୁ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ ତା ୱାର୍ଡ ଗୁଡ଼ାକ। ହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହଉ, ତୁମ୍ଭର ରାଜ୍ୟ ଆସୁ, ଯେ ରୂପେ ସ୍ୱର୍ଗରେ ସେ ରୂପେ ପୃଥିବୀରେ। ଏହା ମାନେ କ'ଣ? ପ୍ରଶଂସା। ପ୍ରଭୁ ପ୍ରଥମ ଲାଇନରେ ହିଁ ପ୍ରଶଂସା ହେଇଯାଇଛି। ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ, ତୁମ୍ଭର ରାଜ୍ୟ ଆସୁ। ଶୈତାନର ରାଜ୍ୟ ଆସୁନି, ପ୍ରଭୁଙ୍କର ରାଜ୍ୟ ଆସୁ। ଆମେମାନେ ଏଇ ଦୁନିଆକୁ ଶୈତାନର କରିସାରିଲୁଣି। ପାପ ଏ ଦୁନିଆରେ ପଶି ସାରିଲାଣି। ସେ ଶୈତାନ ଏ ପାପକୁ ବଢ଼ଉଛି। ଆମେ ସବୁ ଜାଣିଛୁ, ତଥାପି ପାପ କରୁଛୁ। ଏଇ ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ଯୋଉଟା ଆମେ ତୁମ୍ଭର ରାଜ୍ୟ ଆସୁ, ଯେ ରୂପେ ସ୍ୱର୍ଗରେ ସେ ରୂପେ ପୃଥିବୀରେ, ତୁମ୍ଭର ଇଚ୍ଛା ସଫଳ ହେଉ। ଆମର ଇଚ୍ଛା ନୁହଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ। ଆମେମାନେ ଯେପରି ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମର ଅପରାଧ ସବୁ କ୍ଷମା କର। ପରୀକ୍ଷାରେ ଆଣ ନାହିଁ, ମାତ୍ର ମନ୍ଦଠାରୁ ରକ୍ଷା କର। ପ୍ରଭୁ ବାଇବଲରେ ଲେଖିଛନ୍ତି କି ମୁଁ ତୁମକୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବି ନାହିଁ। ଯଦିଓ ପ୍ରଭୁ ଅବିକା ଚାରିଆଡ଼େ ପରୀକ୍ଷା ଚାଲିଛି, ବହୁତ କଷ୍ଟ ସିଚୁଏସନ୍ ଚାଲିଛି, କିନ୍ତୁ ଆମ ପ୍ରଭୁ ଆମ ସହିତ ଛିଡ଼ା ହେଇଛନ୍ତି। ସେ ଶୈତାନ ଯେତେ ବି ଚେଷ୍ଟା କରିବ ତାର ନାହୁଡ଼କୁ ଉପରକୁ କରିବା ପାଇଁ, ସେ କରିପାରିବ ନାହିଁ ପ୍ରିୟ ବନ୍ଧୁମାନେ।
ଆଉ ପ୍ରଭୁ ଚାହୁଁଛନ୍ତି ଆମେ ତାଙ୍କ ଉପରେ ଟିକେ ବିଶ୍ୱାସ ରଖୁ ଆଉ ତାଙ୍କୁ ସେମିତି ପ୍ରେମ କରୁଥାଉ। ତାଙ୍କୁ ଖାଲି ଅସୁବିଧା ବେଳେ ଡାକୁନି, ସବୁବେଳେ ତାଙ୍କର ପ୍ରଶଂସା କରୁ। ଆମେ କିନ୍ତୁ ପ୍ରଶଂସା କରିବାକୁ ଭୁଲି ଯାଉଛୁ। ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା ତ କହୁଛୁ, କିନ୍ତୁ ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତାର ୱାର୍ଡ ଗୁଡାକ କିଛି ବୁଝିପାରୁନୁ। ଆମେମାନେ ସବୁଦିନ କହୁଛୁ, କିନ୍ତୁ ଆମେମାନେ ଯେପରି ନିଜ ନିଜ ଅପରାଧମାନଙ୍କୁ କ୍ଷମା କରିଅଛୁ, ସେପରି ଆମ ଅପରାଧ ସବୁ କ୍ଷମା କରୁନୁ। ଆମମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ, ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ, ଯେତିକି ଦରକାର ସେତିକି ଆହାର ଦିଅ। ପ୍ରଭୁ ସବୁ ବିଷୟରେ ବାଇବଲରେ କହିଛନ୍ତି। ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କି ଅମାରରେ ସଞ୍ଚୟ କରନ୍ତି ନାହିଁ, ତଥାପି ସଦାପ୍ରଭୁ ସବୁଦିନ ତାଙ୍କୁ ଖାଇବାକୁ ଦିଅନ୍ତି ନା? କିନ୍ତୁ ଆମେମାନେ ସକାଳେ ଉଠିଲା କିଣି କ'ଣ ଖାଇବେ, କ'ଣ ଖାଇବେ, କ'ଣ ରାନ୍ଧିବି, କ'ଣ କରିବି, ଏଇଆ ହିଁ ଭାବୁଛୁ। ପ୍ରଶଂସା କରିବା କଥା ଭାବୁନି। ଆମର କ୍ରିଏଟର ଟିକେ ଭାବିବା। ଏଇ ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ଏଥରକ ପ୍ରଭୁ ଆଉ ମେଷ ଶାବକ ହେଇ ଆସିବେନି। ଏଥରକ ଆମ ପ୍ରଭୁ ସିଂହ ଭଳି ଆସିବେ, ଗର୍ଜନ କରିକି, ମେଘର ଗର୍ଜନ ସହିତ ସେ ଆସିବେ। ଆଉ ଏଥରକ ଜଜମେଣ୍ଟ କରିବାକୁ ଆସିବେ, ଆଉ ପରାକ୍ରମ ଗୌରବ ସବୁ ନେଇକି ଆସିବେ। ଆଉ ପରାକ୍ରମ ଆଉ ଗୌରବ କାହାର? ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର। ପ୍ରିୟ ଭାଇ ଭଉଣୀ ମାନେ, ଆମେ ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା କହୁଛୁ, ହେଲେ ଆମେ କିଛି କରୁନୁ, ଆମେ ବୁଝୁନୁ। ଗଡ୍ସ ପ୍ରେୟର। ଆପଣମାନେ ଯଦି ନୂତନ ନିୟମ ପଢିଛନ୍ତି, ପ୍ରଭୁ ବହୁତ ସିମ୍ପଲ ଭାବରେ କହିଛନ୍ତି କି ତମେ ମାନେ ସ୍ୱର୍ଗ କେମିତି ଯାଇପାରିବ। ବହୁତ ଛୋଟ ଜିନିଷ। ଯଦି ତୁମ ମନ ସାନ ପିଲା ଭଳିଆ ରଖିବ, ତାହେଲେ ତୁମେ ସ୍ୱର୍ଗକୁ ଯାଇପାରିବ। ସାନ ପିଲାର ମନ କେମିତି ଭାଇ ଭଉଣୀ ମାନେ? ସାନ ପିଲାର ମନ ସରଳ, କୋମଳ। ତାକୁ ଚଟକଣା ମାରି ଦେଇକି ପଳାଅ, 2 ମିନିଟ୍ ପରେ ଆଲେ ସାଙ୍ଗେ ସାଙ୍ଗେ ସେ ତମ ମୁହଁକୁ ଦେଖିକି ହସିଦବ। ପ୍ରଭୁ ସେଇଆ ଚାହାନ୍ତି। ମନ ସାନ ପିଲା ଭଳିଆ ରଖ, କୋମଳ, ଯେ କଥା ଧରେନି, ଯେ କଥା ମନେ ରଖିପାରେନି। ସାନ ପିଲା ଭଳିଆ ମନ। ସାନ ପିଲାକୁ ମାଗିବ, ତୁ ଚକଲେଟ୍ ଖାଇଲୁ, ମତେ ଗୋଟେ ଚକଲେଟ୍ ଦେଲୁ, ସାଙ୍ଗେ ସାଙ୍ଗେ ସେ ଆପଣଙ୍କୁ ଦବ। କାହିଁକିନା ତା ମନରେ ସେ ପ୍ରେମ ଅଛି। ଆଉ ସେ ପ୍ରେମ କିଛି ମାନେ ଭାବେନି ସେ ସାନ ପିଲା କେ ମତେ କିଛି ମିଳିବ କି ନାହିଁ। ସାନ ପିଲା ଭଳିଆ ମନ ରଖ। ପ୍ରଭୁ କହିଛନ୍ତି ସେଇଠି ମାଥ୍ୟୁରେ କି ସ୍ୱର୍ଗ ରାଜ୍ୟ କିଏ ଯାଇପାରିବ? ଆମେ ସବୁ ଜାଣିଛୁ, ପଢୁଛୁ, ବାଇବେଲ ଆମ ହାତରେ ଅଛି, ବଟ୍ ଆମେ ଆକ୍ଟ କରୁନୁ। ସ୍ୱର୍ଗ ରାଜ୍ୟ ଯିବା ପାଇଁ ସିମ୍ପଲ ତରିକା। ପ୍ରଭୁ 10 ଆଜ୍ଞାକୁ ଭାଙ୍ଗିକି 2ଟା ଆଜ୍ଞା କଲେ। ଆପଣ ସମସ୍ତ ମନ, ସମସ୍ତ ପ୍ରାଣ, ସମସ୍ତ ଅନ୍ତଃକରଣ ଦେଇ ପ୍ରଭୁ ଆପଣ ଈଶ୍ୱରଙ୍କୁ ପ୍ରେମ କର। ଆପଣ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। 2ଟା ଜିନିଷ। ଆଉ ଗଡ୍ ଇଜ ଏ ଇଣ୍ଟେଲିଜେଣ୍ଟ ଗଡ୍। ସେ ଆମକୁ ପୃଥିବୀର ସବୁ ନିବିଡ଼ ତତ୍ତ୍ୱ ଏଇ 2ଟା ପର୍ବରେ ଦେଇଦେଲେ, ଏଇ 2ଟା ଭର୍ସରେ, ଏଇ 2ଟା ଆଜ୍ଞାରେ ଦେଇଦେଲେ। ପ୍ରଭୁ କହିଲେ ତମେ ଆଉ କାହାକୁ ବେଶୀ ପ୍ରେମ କରନି, ମତେ ପ୍ରେମ କର। ହୁଏତ ଆମେ ପ୍ରଭୁଙ୍କୁ ଦେଖିପାରୁନୁ, ଛୁଇଁ ପାରୁନୁ, କିନ୍ତୁ ଆମେ ମେହସୁସ ତ କରିପାରୁଛୁ ନା। ଆପଣ ସମସ୍ତ ମନ, ସମସ୍ତ ପ୍ରାଣ, ସମସ୍ତ ଅନ୍ତଃକରଣ ଦେଇ ପ୍ରଭୁ ଆପଣ ଈଶ୍ୱରଙ୍କୁ ପୂଜା କର, ପ୍ରେମ କର। ଆମେ ଯେତେବେଳକୁ କାହାକୁ ପ୍ରେମ କରୁ, କ'ଣ କରୁ? ତା ପାଇଁ ସବୁ ଭଲ ଜିନିଷ କରୁ ନା, ତାକୁ ସବୁ ଭଲ ଜିନିଷ ଉପହାର ଆଣିକି ଦଉ। ତ ଆପଣମାନେ ତ ଜାଣିଛନ୍ତି ଆମ ପ୍ରଭୁଙ୍କୁ କି ଉପହାର ଦରକାର। ପ୍ରଭୁ ଆମର ଭଙ୍ଗା ହୃଦୟ ଚାହାନ୍ତି, ଆମର ପରିବର୍ତ୍ତନଶୀଳ ଅନ୍ତଃକରଣ ଚାହାନ୍ତି। ପ୍ରଭୁ ଆଜି ବି ଆଶା ରଖିଛନ୍ତି। ହୁଏତ ଆଦମ ସେ ଭୁଲ କରିଥାଇ ପାରନ୍ତି, କିନ୍ତୁ ପ୍ରଭୁ ଆଜି ବି ଆଶା ରଖିଛନ୍ତି କି ଯେବେ ସେ ତାଙ୍କ ସାମ୍ରାଜ୍ୟକୁ ଆଉ ଥରେ ଆସିବେ ଜଜମେଣ୍ଟ ଡେରେ, ସେଦିନ ଆମମାନେ ତାଙ୍କର ହବୁ। ଯଦି ଶୈତାନ ତାର ଡାଇନାଷ୍ଟି ବଢେଇବାରେ ଚାଲିଛି, ଆଜି ବି ଶୈତାନ ଭାବୁଛି, ଶୈତାନ କିଏ ଥିଲା? ଶୈତାନ ପ୍ରଭୁଙ୍କର ସବୁଠୁ ଭଲ ଦୂତ ଥିଲା, ଲୁସିଫର। ସେ ଆଜି ବି ଇଚ୍ଛା କରୁଛି ପ୍ରଭୁଙ୍କୁ ପରାସ୍ତ କରିବ। ସେ ମୂର୍ଖ ଶୈତାନ। ସେ ଜାଣିନି ଆମର ପରମେଶ୍ୱର ହଉଛନ୍ତି ମହାନ ପରମେଶ୍ୱର, ସେ ବିକ୍ରମଶୀଳ ପରମେଶ୍ୱର। ଲକ୍ କରିବାକୁ ବହୁତ ଛାଡ଼ିଦେଲେ, ଲମ୍ବା ଦୌଡ଼ି ଛାଡ଼ିଥିଲେ ପ୍ରଭୁ, କିନ୍ତୁ ଅବିକା ବି ସେ ଚେଷ୍ଟା କରୁଛୁ ଯେ ଆମକୁ ଭୁଲ ବାଟରେ ନେଲା, ସେ ଶୈତାନକୁ, ନା ଯେ ଆମକୁ ବନେଇଲା, ଆମ କ୍ରିଏଟରକୁ। ଆମେ କାହା ତରଫରେ ଅଛୁ? ପ୍ରଭୁଙ୍କ ସାଇଡରେ ଅଛୁ ନା ଶୈତାନ ସାଇଡରେ ଅଛୁ? ବହୁତ ଛୋଟ ଜିନିଷ ଏଇଟା।
बहुत छोट छोट जिनस आम डेली बाइबल पढ़ुचु आम डेली हेमान को स्वर्गस्थ पिता कहूँ आम जाचु प्रभु जो दीटा पर्व दीटा जिनस डिवाइड कले होल 10 आज्ञा को आम मैंने जाचु बट सब जानिकी भी आम अजणा कर दौचु कहीं मृत्यु को डर प्रभु तो मृत्यु को जय कले प्रभु तो कहले कि मुझे आसबि और समस्ते आउ थे आखि पिछुड़ाके उठे जजमेंट है आमर मरले भी आम उठू आउ थे आमको आम निकाश देवाक पड़ो तो आज आम मैंने जदि सबुठ बेसी वरिड हवा ताले वरिड हवा आम डीड्स को लेकिन आम कि कर्म करुचु आम स्वर्ग को जीवार कर्म करुचु कि नरक को जीवार कर्म करुचु प्रिय भाई भौणी मैंने आपड़ जदि आज चिंतित होचंती ताले दया करिकी निज कर्म को लेकिन चिंतित हुअन्तु अनंत जीवन ना अनंत मृत्यु कौन आम कर्म करुचु प्रतिवासी को आत्मतुल्य प्रेम करुचु ना आम प्रतिवासी सब नहीं जाऊँ कि दबाक तो इच्छा ही करूनु आम जदि आज परस्पर परस्पर को साहाय्य न करिबा ए पैंडेमिक सिचुएशन बहुत कष्ट हो जिवो सेल्फिश हेबा जेते हबनी आमको निज पूर्व अन्य मान कथा भाविया को पड़िबो ताहाले ही जाई कि आमे ए मृत्यु को ए परिस्थिति को जय कर परिबा आ जय आमे निश्चय करिबा केना प्रभु जीसु ख्रीष्ट आमको से आश्वासन दैछन्ती आज जदि आमे ठीक कर्म न करिबा ताहाले काल जेतल को प्रभु आसीबे से जजमेंट डे रे आमको कहबे तू किए मु चिन्हिनी तते केते बाधिबो आम निज बापा तुम निज बापा जदि तुमको डिजोन कर देबे से शेष दिन रे केते बाधिबो भाई भौणी माने किए तू मु चिन्ह टिके निजर कर्म प्रति आमे माने भाबू कि आमे की कर्म करूछु आमे स्वर्ग को जीवा कर्म करूछु ना नरक को जीवार कर्म करूछु एतिकिरे आजिर मु सर्मन समाप्त करिबी सो दिस इज गुड साइनिंग ऑफ बाय बाय हैव अ ग्रेट डे एंड कीप प्रेजिंग गॉड